ନମସ୍କାର, ଜୟ ଜଗନ୍ନାଥ। ମୁଁ ଓଡ଼ିଶୀ ନୃତ୍ୟଶିଳ୍ପୀ ରାଜେନ୍ଦ୍ର। ସକାଳୁ ସକାଳୁ ଉଠିବାକୁ ମୋତେ ପଡ଼ିଲା, କାହିଁକିନା ମୋତେ ଜାଭିୟର ସ୍କୁଲକୁ ପିଲାମାନଙ୍କୁ ନାଚ ଶିଖାଇବାକୁ ପଡ଼ିବ। ତାଙ୍କର ଧରିକି ଆନୁଆଲ୍ ଫଙ୍କସନ୍ ଅଛି, ତ ସେଥିପାଇଁ କ'ଣ କରିବ, ଉଠିବାକୁ କଷ୍ଟ ଲାଗୁଛି, କିନ୍ତୁ ସକାଳୁ ତ ଉଠିବାକୁ ପଡ଼ିବ। ନିଜ କର୍ମମୟ କାର୍ଯ୍ୟରେ ଯାଇକି ଲାଗିବାକୁ ପଡ଼ିବ। ଭାରି କଷ୍ଟ ହେଉଥାଏ, କିନ୍ତୁ ଉଠିବାକୁ ପଡ଼ୁଥାଏ। କିନ୍ତୁ ଯାଇ ପିଲାମାନଙ୍କୁ ଦେଖିଦେଲେ ମନ ଭରିଯାଏ। ପିଲାମାନଙ୍କୁ ଦେଖି ସାରିଲା ପରେ ମନ ଶାନ୍ତି ହେଇଯାଏ। ପିଲାମାନେ ବହୁତ ବି ନାଚ ଭଲ କରୁଛନ୍ତି। ଯାହା ହଉ, ପିଲାମାନଙ୍କୁ ଦେଖିଲେ ମାନେ ଏତେ ଖୁସି ଲାଗେ ଯେ ମାନେ ଯେତେ କଷ୍ଟ ଥାଉ କି ଯେତେ ଦୁଃଖ ଥାଉ, ସେମାନଙ୍କର ହସ ଖୁସିରେ ମାନେ ମନ ଭରିଯାଏ। ଯେମିତି ସତେ କି ଗୋଟେ ମାନେ ସ୍ୱପ୍ନ ଯେମିତି ଗୋଟେ ପୂରଣ ହେଇଯାଏ। ମାନେ ବହୁତ ମଜା ଲାଗେ, ଆଉ ବହୁତ ବି ଖୁସି ଆସେ ପିଲାମାନଙ୍କ ସହିତ ମିଶି ସାରିଲା ପରେ। ତାର ଆସିକି ଘରେ ଆସିଲା ବେଳକୁ ଗୋରୁ ମାତା ଗୁଡ଼ାକ ସବୁ ବନ୍ଧା ହେଇଛନ୍ତି ଏଠି, କାହିଁକିନା ସେମାନେ ଫିଟା ଯାଉନାହାନ୍ତି, ତ ତାଙ୍କ ଘାସ ପୁଣି ମୋତେ ମାଛ ଖାଦ୍ୟ ପକାଇବା ପାଇଁ ନେଇକି ଗଲେ ପୋଖରୀକି ପକାଇବା ପାଇଁ। ପୋଖରୀ ଗଲା ବେଳକୁ ସେପଟେ ସାହି ଆଉ ଆମର ଟୁଙ୍ଗୁରୁ ଫଳ ମାନେ ଭୁଆ ଗୋଟେ ବଲ୍ବ ଟାଙ୍ଗି ଦେଇକି ତାକୁ ପିଟିବା ଭିତରେ ବ୍ୟସ୍ତ ରହିଯାଇଛି। ତାକୁ ଯେତେ ଡାକିଲା ବେଳକୁ ସେ ଟୋଟାଲ୍ ଶୁଣିବାର ନାହିଁ, ଟୋଟାଲ୍ ବି ଶୁଣିବାର ନାହିଁ। ଦେଖନ୍ତୁ ସାଙ୍ଗମାନେ, କେମିତି ଧାନ ଗୁଡ଼ାକ ପାଚି ଯାଇଛି, ମାନେ ଏମିତି ସୁନାର ଭଳିଆ ଦେଖାଯାଉଛି। ଏପଟେ ସବୁଜକୁ ଏପଟେ ସୋନେଲି, ଭଲ ଦେଖାଯାଉଛି ଆଉ ସୁନ୍ଦର ଲାଗୁଛି। ପୋଖରୀକୁ ଆସି ପହଞ୍ଚିଗଲି। ପୋଖରୀରେ ଆସି ଖାଦ୍ୟ ଦାନା ଦେଲି ମାଛମାନଙ୍କୁ, କାହିଁକିନା ସେମାନେ ବି ଉପାସ ରହିଛନ୍ତି ନା, ତାଙ୍କୁ ଦେଲି। କିନ୍ତୁ ଶୀତ ସିଜିନ୍ ଅଧିକା ପଡ଼ିଛି ବୋଲି ବଡ଼ ମାଛ ଗୁଡ଼ାକ ଟୋଟାଲ୍ ବାହାରୁନାହାନ୍ତି ଦାନା ଖାଇବାକୁ। ଛୋଟ ଛୋଟ ଦାନା ଖାଇବା ପାଇଁ ଖାଦ୍ୟ ଛୋଟ ଛୋଟ ମାଛ ବାହାରୁଛନ୍ତି, ବଡ଼ ବଡ଼ ଟୋଟାଲ୍ ମାଛ ବାହାରୁନାହାନ୍ତି। ଅଧିକା ସେଠୁ ପୁଣି ମୋତେ ଟିକେ ରେଷ୍ଟ ନେଇଛି ନ ନେଇଛି, ପିଲାମାନେ ସମସ୍ତେ ଆସି ଘରେ ପହଞ୍ଚିଗଲେ। କାହିଁକିନା ଘରେ ପିଲାମାନଙ୍କର ଆଜି ଥିଲା ଗୁରୁବାର, କ୍ଲାସ୍ ଥିଲା। ସେମାନେ ଆସି ପହଞ୍ଚିଗଲେ। ସେ ଆସିକି ସବୁ ପ୍ରାକ୍ଟିସ୍ କରୁଥିଲେ ନିଜେ ନିଜେ। ତାପରେ ମୁଁ ଶୋଇଯାଇଥିଲି। ମୁଁ ପୁଣି ଉଠିକି ଆସିକି ତାଙ୍କୁ ପୁଣି ଷ୍ଟେପିଂ କହିଲି କରିବାକୁ। ସେମାନେ ଷ୍ଟେପିଂ ବାଡ଼େଇଲେ। ଦେଖନ୍ତୁ କେମିତି କୁନି ପିଲାଟା ମୋତେ ଅନେଇଛି, କ୍ୟାମେରାଟା ମୁଁ ଅନ୍ କରିଛି ବୋଲି ସିଏ ଅନେଇଛି କେମିତି। ଇଏ ତ ନଣ୍ଡା ହେଇଯାଇଛି ବୋଲି ଟୋପି ମାନେ କାଢ଼ୁନାହିଁ, ସେ ସ୍ୱେଟରଟା ସବୁବେଳେ ହିଁ ପିନ୍ଧିକି ଆସୁଛି। ପିଲାମାନେ ଷ୍ଟେପିଂ ପ୍ରାକ୍ଟିସ୍ କରି ପୁଣି ମଙ୍ଗଳାଚରଣ ପ୍ରାକ୍ଟିସ୍ କଲେ, କାହିଁକିନା ପିଲାମାନେ ଓଡ଼ିଶୀ ଶିଖୁଛନ୍ତି ସମସ୍ତେ ମୋ ପାଖରୁ। ମଙ୍ଗଳାଚରଣ ଶିଖୁଛନ୍ତି, ମଙ୍ଗଳାଚରଣ ପ୍ରାକ୍ଟିସ୍ କଲେ। ଭଲ ବି ପିଲାମାନେ କରୁଛନ୍ତି। ଆଗକୁ କ'ଣ କରିବେ ସେମାନଙ୍କ ଉପରେ ମୁଁ ଛାଡ଼ି ଦେଇଛି ନିର୍ଭରଶୀଳ। ତାଙ୍କ ଉପରେ ଆଜି ତ ମାଡ଼ ହେଇନାହିଁ, କାହିଁକିନା ଆଜି ଗୁରୁବାର ଥିଲା ବୋଲି। ସେମାନଙ୍କ ଉପରେ ମାଡ଼ ପ୍ରବଳ ହୁଏ। ତାପରେ ମୋତେ କାଲି ଗୋଟେ ଜଣକୁ ବନ୍ଧୁ ରିଲେଟିଭ୍ ଘରକୁ ଦିଆଯିବ ତ ସବୁ ପନିପରିବା ଗୁଡ଼ାକ। ତାପରେ ମୁଁ ଟିକେ ମାର୍କେଟ ଯାଇଥିଲି, ତ ସନିଆ ଦୋକାନରେ ନେଇକି ତାକୁ ସବୁ ରଖିଲି। ନ ରଖିଲେ ହେବନି, ମୋତେ ଟିକେ ଯିବା ପାଇଁ ପଡ଼ିବ। ସାଙ୍ଗମାନେ ଡାକିଛନ୍ତି, ଟିକେ ଲଡ଼ୁ ଖେଳିବାକୁ ହେବ ତ। ଆଉ ସନ୍ଧ୍ୟାବେଳେ ଟିକେ ବୁଲାବୁଲି ମଜାମସ୍ତି ନହେଲେ ଭଲ ଲାଗେନି। ଦିନସାରା ମାଇଣ୍ଡ ବୋରିଂ ଥିଲାବେଳେ ନିହାତି ତ ସନ୍ଧ୍ୟାବେଳେ ଟିକେ ବୁଲିବାକୁ ପଡ଼େ। ତେଣୁକରି ବୁଲିକି ସନିଆକୁ ଯାଇକି ଦେଇ ଆସିଲି। ସନିଆ ପଚାରୁଛି କ'ଣ କରିବୁ।